भापुरଠାରେ अबकारी विभाग पक्षରୁ जनसचेतनता। ढेंकानाल जिला सदर ब्लक भापुर ग्राम निकट ଦୋଳମଣ୍ଡପଠାରେ ବୁଧବାର ସକାଳ 10ଟାରେ ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୁଦ୍ଧରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସଚେତନତା ଉଦ୍ଦେଶ୍ୟରେ ପାଲା ମାଧ୍ୟମରେ ସଚେତନତା କରାଯାଇଛି। ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ସଚେତନତା ରଥ ବାହାରିଥିଲା। ତାହା ପରଠାରୁ ଅବକାରୀ ବିଭାଗ ପକ୍ଷରୁ ଏହାର ଜନସଚେତନତା ଚାଲିଛି। ଆସନ୍ତା 26 ଜୁନ୍ ପର୍ଯ୍ୟନ୍ତ ଚାଲିବ। এই କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସଚେତନତା କରୁଥିବା ଦେଖିବାକୁ ମିଳିଛି। ପ୍ରହ୍ଲାଦ ମୁଦଲିଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ପ୍ଲାନ୍ ଅଛି, ଆମେ ତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆହେଉଛି। ଯେଉଁମାନେ ମ୍ୟାନୁଫ୍ୟାକ୍ଚରର ଅଛନ୍ତି କି ବି ଟ୍ରାନ୍ସପୋର୍ଟର ଅଛନ୍ତି, ଯେଉଁଟାକି ପ୍ରତ୍ୟେକ ମାନେ ଆମେ ଅଧିକରୁ ଅଧିକ ତାଙ୍କ ଏଗେନ୍ଷ୍ଟରେ ବୁକ୍ କରୁଛୁ କେସ୍, ଆଉ କଡ଼ା କେମିତି ତାଙ୍କ ଉପରେ ଆକ୍ସନ୍ ନିଆଯିବ ସେଥିପାଇଁ ଆମେ ଯଥାସମ୍ଭବ ଆମର ପାରୁ ପର୍ଯ୍ୟନ୍ତ ଏକ୍ସାଇଜ୍ କମିଶନର ସାର୍ଙ୍କର ନିର୍ଦ୍ଦେଶ ଅଛି। ଆମର ମେ 30 ଯେଉଁଟାକି ୱାର୍ଲଡ଼ ନୋ ଟୋବାକୋ ଡେ, ସେଇଥିରୁ ଏ କ୍ୟାମ୍ପେନ୍ ଷ୍ଟାର୍ଟ ହେଇଛି। ଆମର ଅପମିଶ୍ରିତ ନିଶାଦ୍ରବ୍ୟ ଏବଂ ଚୋରା ମଦ ଏସବୁ ବିରୁଦ୍ଧରେ, ଆଉ ଏଇଟାକି ଚାଲିବ 26 ଜୁନ୍ ପର୍ଯ୍ୟନ୍ତ, ଯେଉଁଟାକି ଅଛି ଆମ ଇଲିସିଟ୍ ଡେ ଏଗେନ୍ଷ୍ଟ ଇଲିସିଟ୍ ଲିକର ଉପରେ ଟ୍ରାଫିକିଂ ଉପରେ ଯେଉଁ ଡେଟା ଅଛି ସେତେ ପର୍ଯ୍ୟନ୍ତ ଚାଲିବ। ଆଉ ସେଇଟା ରାଜ୍ୟବ୍ୟାପୀ ପାଳନ କରାହେଉଛି। ଆମର ସୁପରିଟେଣ୍ଡେଣ୍ଟ ମ୍ୟାଡ଼ାମ୍ ଆର୍ୟା ସଭ୍ୟତା ମ୍ୟାଡ଼ାମଙ୍କର ନିର୍ଦ୍ଦେଶ ଅଛି। ଆମ ଜିଲ୍ଲାବ୍ୟାପୀ ଦାସକାଠିଆ ପାଲା ସଚେତନତା ରଥ ଏବଂ କ୍ୟାମ୍ପେନ୍, ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଏମିତି ଭାବରେ ଚାଲୁଛି। ଏଗୁଡ଼ା ସବୁ ମାନେ ବନ୍ଦ କରିବା ପାଇଁ, ଲୋକଙ୍କୁ ଆୱାରନେସ୍ କରିବା ପାଇଁ କରାଯାଉଛି। ଅବକାରୀ ବିଭାଗ ସରକାରଙ୍କ ତରଫରୁ ଆମର ସମସ୍ତ ଅଧିକାରୀ ମାନେ ଏଠି ପହଞ୍ଚିଛନ୍ତି। ତାଙ୍କରି ସହଯୋଗରେ ଆମେ ଆଜି ଆସିଛେ ଭାପୁରରେ ପାଲା ମାଧ୍ୟମରେ ସରକାରଙ୍କର ମାଦକ ଦ୍ରବ୍ୟ ସେବନ ନିଷେଧ ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ଭିତରେ ଆପଣମାନଙ୍କ ଗହଣରେ ରହିଲା। ଏ ବାର୍ତ୍ତାକୁ ଆପଣମାନଙ୍କ ପାଖରେ ପହଞ୍ଚାଇବାର କାରଣ ଆମର ମହାମାନ୍ୟ ସରକାର ମହୋଦୟ, ଭାରତ ସରକାରଙ୍କ ଠାରୁ ଓଡ଼ିଶା ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ପ୍ରୟାସ ହେଇଛନ୍ତି। କୋଉ କାରଣରୁ ନା ଏ ଭାରତକୁ, ଏ ଓଡ଼ିଶାକୁ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ନିଶା ଯଦି ନ ରହେ, ନିଶାକୁ ଯଦି ଆମେ ସେବନ ନ କରିବା, ତାହେଲେ ସୁନ୍ଦର ସଂସାର ଗଢ଼ିବା, ଏକେ ତ ଦେଶ ଗଢ଼ି ଉଠିବ, ଦ୍ୱିତୀୟତଃ ନିଜ ପରିବାରରେ ମଧ୍ୟ ଶାନ୍ତି ସୃଷ୍ଟି ହେବ। ଆମେ ଜାଣନ୍ତୁ ମୋର ସୁଧୀ ସମାଜ ପଣ୍ଡିତ ମଣ୍ଡଳୀ ସମୟ ତ ଖୁବ ଅଳ୍ପ, ଖୁବ ଅଳ୍ପ ସମୟ ଭିତରେ ଆମେ ସରକାରଙ୍କର କଥା ଅବକାରୀ ବିଭାଗର ଅଧିକାରୀ ମାନଙ୍କ ଜରିଆରେ କିଛି କହିବା, ଆପଣ ମାନେ ତାକୁ ଗ୍ରହଣ କରିବା ପାଇଁ ମୋର ବିନମ୍ର ନିବେଦନ। ଆଶୀର୍ବାଦ ତାହେଲେ ଆପଣ ମାନଙ୍କୁ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ମୁଁ ସେଇ କଥାକୁ ଆପଣ ମାନଙ୍କ ପାଖରେ ନେଇ ପହଞ୍ଚେଇବି। ଆଜି ଯୋଉ କଥା କହୁଛ ନିଶା ଦ୍ରବ୍ୟ, ମାଦକ ଦ୍ରବ୍ୟ ଏବଂ ଯୋଉ ଆଜି ସମାଜ ଭିତରେ ଘେରି ଯାଇଛି ସମସ୍ତଙ୍କୁ, କି ଶିକ୍ଷିତ କି ଅଶିକ୍ଷିତ କି ଯୁବକ କି ପିଲା ସ୍ତ୍ରୀ ଲୋକମାନେ ମଧ୍ୟ ଆଜି ସମସ୍ତେ ମଦ ଦୋକାନରେ ଯାଇ ପହଞ୍ଚୁଛନ୍ତି। ସେଟା ବହୁତ ସରଳ ହଉଛି। ମଦ ଦୋକାନରେ ଯାଇ ପହଞ୍ଚିକିରି ମଦ କିଣିକିରି ଆମେ ସମସ୍ତେ ଜାତି ପ୍ରୀତି ସବୁ ଭୁଲି ଯାଉଛନ୍ତି, ପରିବାର ଧ୍ୱଂସ ହେଇଯାଉଛି। ସେଇ କଥା କହିବା ବେଳେ ଆପଣ ମାନଙ୍କୁ କୃଷ୍ଣ ରସ କଥା କହିବାକୁ ଭଲ ପାଉଛି। କାହିଁକି? କାହିଁକି ଏ କଥାଟା ନ କହିଲେ ସେ କଥାଟା ଯୋଡ଼ିବା, ସେ କଥାଟା ମିଶିବା ଟିକେ ଆପଣମାନଙ୍କ ପାଇଁ କ୍ଲିଷ୍ଟ ହବ। ଆପଣମାନେ ଟିକେ ବୋର ଫିଲ୍ କରିବେ। ତେଣୁ ଏ ଗାୟକ ଆସିଥିଲା କୋଉ ଇଏ କହିଲା ଯେ ପଦ ରହିଛି ସିରେ ପିସାବ ନ ପାଇ ଚରଣ ଅମୃତ ପାନ ପିଇଛି। ଆପଣମାନେ ବିଚାର କରନ୍ତୁ କୋଉଟା ଆପଣମାନଙ୍କ ପାଇଁ ଦରକାର, ଯୋଉଟା ଆପଣମାନଙ୍କ ପାଇଁ ଦରକାର ଆପଣମାନେ विचार करेंगे, निजे बुझेबे, परिवार रे बुझेबे, ग्रामवासी मान को बुझेबे। आमे जदि समस्त बुझेबा ताले हमको आ केही बुझेबा दरकार नाही। सारे से कोन हबो
ଆଉ ଏଇ ଯୋଉ ନାଲି ରସ ପିଇଲେ କଣ ହବ? ନାଲି ରସ ପିଇଲେ ପୁରା ଟେନସନ ଖଲାସ। ଗୋଳମାଳ କରନା, ଟେନସନ କର। ଟେନସନ ଇଂଲିଶ ଶବ୍ଦଟା, ଆଜ୍ଞା ଓଡ଼ିଆ ଶବ୍ଦ ସେଟା ନୁହଁ। ଓଡ଼ିଆରେ ଆମେ ସମସ୍ତେ କଥା ହେବା ଆବଶ୍ୟକତା। ମୁଁ ବାରମ୍ବାର ସଦାବେଳେ ଯୋଉମାନଙ୍କୁ କହେ ମଞ୍ଚ ଉପରେ, ଆଜ୍ଞା ଆମେ କେହି ଇଂଲିଶ କି ଅନ୍ୟ ଶବ୍ଦ କହିବା ନାହିଁ। ଆମେ ଆଜ୍ଞା ଯେହେତୁ ଓଡ଼ିଆ, ହଁ। ଆମେ ଓଡ଼ିଆ ବିଷୟରେ କହିବା। ଆମେ କନଭେଣ୍ଟ ଭଲ କହିବା। ଆମେ ଆମ ସବୁ ଯାକ ବୁଡ଼ିଗଲା ଏଇ କନଭେଣ୍ଟ ଛୁଆ। ଆଜ୍ଞା। ଏ ପିଲାମାନେ ଯାହା କର, ହଁ। ମୁଁ କୌଣସି ପିଲାକୁ ସମାଲୋଚନା କରିବି ନାଇଁ 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 ମୁଁ ଯେହେତୁ ମଞ୍ଚ ଉପରେ ଠିଆ ହେଇଛି, ହଁ। ଦୁଇ ପଦ ନ କହିଲେ ଭଲ ହବନି। ଆଜ୍ଞା। ତେଣୁ ମୁଁ କହୁଛି, ମୁଁ ସମାଲୋଚନା କାହାକୁ କରୁନି। ନା କାମ କରନ୍ତୁ ବ୍ରହ୍ମାରେ ଧୌତ ଯେ ପଦ ରହିଛି ନପାଇ ମାନେ କଳ୍ପ କଳ୍ପ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ମହାଯୋଗୀ ସୁରୁଦ୍ର ହେଲା ହେଲା କି ଅପେକ୍ଷା କରିଛନ୍ତି ଟିକେ ପାଦର ଉଦକ ନେବା ପାଇଁ। ପାଦୁକ କି ଆପଣ ଦେଖିବାକୁ ଧଳା ରଙ୍ଗ, ଧଳା ରଙ୍ଗର ପାଦୁକ। ପାଦୁକ କାହିଁକି ପ୍ରଭୁଙ୍କର ପାଦରୁ ଆସୁଥିବା ନିଗ୍ରହ ହେଉଥିବା ପାଣିଟିକୁ ପାଦୁକ କାହିଁକି କହିଲା ଏବଂ ତାର ରଙ୍ଗ ଧଳା କାହିଁକି? ଆଉ ଦୋକାନ ବଜାରରେ ପଶିକିରି ଚୋରା ମଦ, ଆଜିକାଲି ବହୁତ ଚୋରା ମଦ ମଧ୍ୟ ହଉଛି ଆପଣଙ୍କର କେମିକାଲ ଆଲକହଲ ଏପରି ଭାବରେ କେତେକ ଶବ୍ଦ ଅଛି ଯୋଉଟାକୁ ମିଶେଇକିରି ବର୍ତ୍ତମାନ ଦାଣ୍ଡ ଘାଟ କୌଣସି ଗଳିକନ୍ଦିରେ ମଧ୍ୟ ଚୋରା ଲୁଚାରେ ବିକ୍ରି ହଉଛି। ଲାଗି ଆମର ଅବକାରୀ ବିଭାଗର ଭାଇ ଭଉଣୀ ମାନେ ଏ ସବୁ ଅମାନିଆକୁ ମାନେ ସାବାଡ଼ କରିବା ପାଇଁ ଆଜି ଏ ପ୍ରୟାସ କରାଯାଉଛି। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି, ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ।